ଆପଣ ଜାଣିଛନ୍ତି ଦୁନିଆରେ 1950 ମସିହାରୁ ନେଇ ଏ ପର୍ଯ୍ୟନ୍ତ ପାଖାପାଖି 25% ରୁ 38% ଚଢ଼େଇ କେବଳ ଗରମ ଲାଗିବା ପାଇଁ ମରିଯାଇଛନ୍ତି। ଏବେ ବି ପ୍ରଚଣ୍ଡ ଗ୍ରୀଷ୍ମରେ ଆମେ ଯେତେବେଳେ ଟିକେ ଛାଇ ଏବଂ ଥଣ୍ଡା ପାଣି ଖୋଜୁଛୁ, ସେତେବେଳେ ଆମ ଚାରିପାଖରେ ଥିବା ନିରୀହ ପକ୍ଷୀମାନେ ଚୁପଚାପ ଜୀବନ ପାଇଁ ସଂଘର୍ଷ କରୁଛନ୍ତି। ଆଉ ସେମାନଙ୍କ ପାଇଁ ପ୍ରଥମ ଥର ଭୁବନେଶ୍ୱର ମହାନଗର ନିଗମ ଗୋଟେ ଏମିତି କାମ କରିଛି ଯାହା ଅତ୍ୟନ୍ତ ପ୍ରଶଂସନୀୟ। ପ୍ରଥମ ଥର ପାଇଁ ଲିଙ୍ଗରାଜ ମନ୍ଦିର ନିକଟସ୍ଥ ଓଲ୍ଡ ଟାଉନ୍ ଏରିଆରେ ଗଛ ଗୁଡ଼ିକରେ 150ଟି କୃତ୍ରିମ ଚଢ଼େଇ ବସା ଏବଂ ୱାଟର ପଟ୍ ରଖାଯାଇଛି, ଯାହା ପକ୍ଷୀମାନଙ୍କୁ ଏହି ଅସହ୍ୟ ଗରମରେ ଆଶ୍ରୟ ଏବଂ ଟୋପେ ପାଣି ଯୋଗାଇବ। ନଡ଼ିଆ କତାରୁ ତିଆରି ହୋଇଥିବା ଏହି ଏନ୍ଭାରମେଣ୍ଟ ଫ୍ରେଣ୍ଡଲି ବସା ଗୁଡ଼ିକୁ ହାଇଡ୍ରୋଲିକ୍ ଲ୍ୟାଡର ସାହାଯ୍ୟରେ ଉଚ୍ଚ ଗଛରେ ଲଗାଯାଉଛି। ପରୀକ୍ଷାମୂଳକ ଭାବେ ଆରମ୍ଭ ହୋଇଥିବା ଏହି ପଦକ୍ଷେପ ସଫଳ ଯଦି ହେଲା, ତେବେ ଶୀଘ୍ର ସମଗ୍ର ଭୁବନେଶ୍ୱରରେ ଏହାକୁ ବିସ୍ତାର କରାଯିବ। ଆପଣ ଜାଣିବାରେ ଆଉ କେଉଁ ରାଜ୍ୟରେ ବା ଆଉ କେଉଁ ସହରରେ ଏମିତି କିଛି ଷ୍ଟେପ୍ ନିଆଯାଇଛି ଟିକେ କମେଣ୍ଟରେ ଜଣାନ୍ତୁ ଏବଂ ଗଭର୍ଣ୍ଣମେଣ୍ଟକୁ ଟ୍ୟାଗ୍ କରିବାକୁ ଭୁଲିବେନି। ଆପଣଙ୍କ ଆଇଡିଆ ସେୟାର କରନ୍ତୁ, କାରଣ ପ୍ରକୃତ ମାନବିକତାର ଅର୍ଥ ଆମେ ସମସ୍ତେ ମିଶିକି ରହିବା।